ଦିନକର ମାଆଙ୍କୁ ହୁଜୁର ମହାରାଜଙ୍କ ମନ୍ଦିରରୁ ବାହାରି ଆସିବାର ଦେଖିଲି। ମାଆଙ୍କ ସମସ୍ତ ଶରୀରରୁ ଗୋଟିଏ ଡେଜଲ ସ୍ପାର୍କ ବାହାରୁଥାଏ। ଗୋଟିଏ ଅବିସ୍ମରଣୀୟ ଜ୍ୟୋତି ବିକିରିତ ହେଉଥାଏ। ମୁଁ ଆଶ୍ଚର୍ଯ୍ୟ ହୋଇ ହାଁ କରି ମାଆଙ୍କ ଆଡ଼କୁ କିଛି କ୍ଷଣ ଅନାଇ ରହିଲି। ତାପରେ ମୋର ମନ ହେଲା ହୁଜୁର ମହାରାଜଙ୍କ ମନ୍ଦିରକୁ ଯାଇ ମୁଁ ଯଦି ସେପରି ଧ୍ୟାନ କରେ ତାହେଲେ ମୋର ମୁଖ ମଧ୍ୟ ସେହିପରି ଜ୍ୟୋତିର୍ମୟ ଦିଶିବ। ଏପରି କାହିଁକି ମନେ ହେଲା ତାର କାରଣ ଏହି ଯେ ମୁଁ ଯଦିଓ ସଦାସର୍ବଦା ମାଆଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି, ଫଳ ହୋଇଛି ଓଲଟା। ଏହା ମୋତେ କଷ୍ଟ ଦିଏ ଓ ଚିନ୍ତା ଦିଏ। ମୁଁ ଯାଇ ସେଠାରେ ବସିଗଲି। ହୁଜୁର ମହାରାଜଙ୍କ ଫଟୋଟା ଆଲୋକିତ ହୋଇ ଉଠିଲା। ମୋ ଭିତରେ ଆନନ୍ଦର ଉଦ୍ରେକ ହେଲା। ଯେତେବେଳେ ମନ୍ଦିରରୁ ବାହାରି ଆସିଲି ଏତେ ଆନନ୍ଦ ହେଲା ଯେ ମୋ ଭିତରେ ତା ଧରି ରଖିପାରିଲି ନାହିଁ। ବେଶ କିଛି କ୍ଷଣ ପଡ଼ିଆରେ ଦୌଡ଼ିଲି। ସେଥିରେ ବି ଆନନ୍ଦ କମିଲାନି। ଲମ୍ଫ ଦେଇ ପଦ୍ମାକୁ ଡେଇଁ ପଡ଼ିଲି। ବେଶ କିଛି ସମୟ ପହଁରିବାରେ କଟାଇଲି। ପହଁରି ସାରିବା ପରେ ଓଦା ଲୁଗାରେ କୂଳକୁ ଉଠି ଆସି ମନେ ହେଲା ଠିକ୍ କଥା ତ, ମାଆଙ୍କୁ ଜଣେଇ ଦେଇ ଆସେ। ଏ କଥା ଶୁଣି ମା' ବୋଧହୁଏ ନିଶ୍ଚୟ ଖୁସି ହେବ। ଦୌଡ଼ି କରି ଘରକୁ ଆସି ଦେଖେ ଅଗଣାଟା ସାଙ୍ଗେ ସାଙ୍ଗେ ଲିପା ହୋଇଛି। ସେଇ ଓଦା ଅଗଣାରେ ଠିଆ ହୋଇ ମାଆଙ୍କୁ ଡାକିଲି, ଆଉ ମା' ମୋ ନିକଟକୁ ଆସି ଗାଲରେ ଠାସ୍ କରି ଗୋଟିଏ ଚାପୁଡ଼ା ବସାଇଦେଲେ। ଚାପୁଡ଼ା ଖାଇବା ପରେ ମନେ ହେଲା ମାଆକୁ ଯାହା କହିବାକୁ ଆସିଥିଲି ତା ଆଉ କହି ହେଉନାହିଁ। ମା' ମୋର କାନ ଧରି କହିଲେ, କିରେ ତୁ ଏତେ ବଡ଼ ହେଲୁଣି, ଟିକେ ବି ବୁଦ୍ଧି ନାହିଁ। ତୋ ଓଦା ଲୁଗାରୁ ପାଣି ପଡ଼ି ଲିପା ଅଗଣାଟା କାଦୁଅ ହୋଇଗଲାଣି। ମୁଁ ଦେଖିଲି ଠିକ୍ କଥା ତ। ମୋ ଜାମାରୁ ଟପ୍ ଟପ୍ କରି ପାଣି ପଡ଼ି ସାରା ଜାଗାଟା କାଦୁଅ ହୋଇଯାଇଛି। ମୋର ସାନ ଭାଇ ବାଦଲା ସେପଟ ଘରୁ ଏପଟ ଘରକୁ ସେଇ କାଦୁଅ ଭିତରେ ମା ଡାକି ଚାଲି ଚାଲି ଆସିଥିଲା। ମୋର ମା ତାକୁ ଦେଖି ମୋର ସୁନା ପୁଅଟା କହି କୋଳକୁ ଉଠାଇ ନେଲେ। ତା ପାଦରେ ଲାଗିଯାଇଥିବା କାଦୁଅଟିକୁ ନିଜ ଲୁଗା କାନିରେ ପୋଛିଦେଲେ। ମୁଁ ଠିଆ ହୋଇ ଭାବୁଥାଏ, ମା ମୋତେ ସେପରି କରିପାରିଥାନ୍ତେ କି? ଯେପରି ବାଦଲା ଆଦର ପାଇଲା। ମାଆକୁ ଖୁସି କରାଇବାର ତାଗିଦରେ ମୁଁ ଭାଇକୁ କୋଳକୁ ନେଉଛି କହି ମା କୋଳରୁ ବାଦଲକୁ ଛଡ଼ାଇ ନେଲି। ଭାବିଲି ବୋଧହୁଏ ମାଆର ଭାର କମ୍ ହେବ। କୋଳକୁ ନେବା ସଙ୍ଗେ ସଙ୍ଗେ ଅନ୍ୟ ଗାଲରେ ମା ଆଉ ଏକ ଚାପୁଡ଼ା ବସାଇ ଦେଲେ ଆଉ କହିଲେ, ତୁ ଏତେ ବୁଦ୍ଧି ଶୂନ୍ୟ, ଓଦା ଲୁଗାରେ ପିଲାଟାକୁ ଧରୁଛୁ। ଏହା କହି ମୋ କୋଳରୁ ବାଦଲକୁ ଛଡ଼ାଇ ନେଲି। ମୁଁ ହସି ହସି ପଦ୍ମା କୋଳରେ ଯାଇ ଠିଆ ହେଲି। ସେଠାରେ ପହଞ୍ଚି ମୋର ମନେ ହେଲା ମୋର ମା ବୋଧହୁଏ ମୋ ଠାରୁ ସାନ ଭାଇ ଖାପା ଓ ବାଦଲାକୁ ବେଶୀ ଭଲ ପାଆନ୍ତି। ଯେତେ ଏପରି ଭାବିବାକୁ ଗଲି ମୋର ଦେହ ଆଉ ମନ କ୍ରମଶଃ ଶିଥିଳ ହୋଇ ଆସିଲା। ଆସ୍ତେ ଆସ୍ତେ ଲପ୍ କରି ପଦ୍ମା କୋଳରେ ବସି ପଡ଼ିଲି। ଭିତରେ ଭିତରେ ସଂକୁଚିତ ହେବାରେ ଲାଗିଲି। କିଛି କ୍ଷଣ ପରେ ମନକୁ ବୁଝାଇଲି, ନା ନା, ମୋର ଏଇ ଭାବିବାଟା ଠିକ୍ ନୁହେଁ, ଏକଦମ ଠିକ୍ ନୁହେଁ। ମୁଁ ଠିଆ ହୋଇ ପଡ଼ିଲି ଓ ହାତ ଟେକି ଆକାଶକୁ ଚାହିଁ ଚିତ୍କାର କରି କହିଲି, ମା ମୋତେ ଭଲ ପାଉ ବା ନ ପାଉ ସେଥିରେ ମୋର କିଛି ଯାଏ ଆସେ ନା। ମୁଁ ମୋ ମାଆକୁ ଭଲ ପାଏ। ମୁଁ ମାଆକୁ ବହୁତ ଭଲ ପାଏ। ଏପରି କହିବା ଦ୍ୱାରା ମୋ ମନରୁ ବିଷାଦ ଭାବ ଧୋଇ ହୋଇଯିବାକୁ ଲାଗିଲା। ପୁଣି ମୁଁ ନିଜକୁ ପୂର୍ବପରି ପ୍ରାଣବନ୍ତ ମନେ କଲି। ସମସ୍ତଙ୍କୁ ମୋର ଜୟଗୁରୁ।